ପବନର ଧୀରେ ଧୀରେ ଗତି ବଢୁଥିବ, ବରସାର ଧୀରେ ଧୀରେ ତାତି ବଢୁଥିବ, ଦେହ ଆଉ ମନ ମିଶି ଚଳୁଥିବ, ଉପରକୁ ଓଦା ଥିବ, ତମେ ଆଉ ମୁଁ ମିଶି ଚାଲୁଥିବା ପାଖାପାଖି, ଆଗେ ଥିବ ଆସରନ୍ତି ରାସ୍ତା। ହେଲୋ, ଜୟ ଜଗନ୍ନାଥ। ଲଞ୍ଚ ପ୍ରାୟତଃ ସମସ୍ତଙ୍କ ସରିବଣି, କିନ୍ତୁ ଆମର ଏଯାଇ ସରିନି। ଦିନ ବାସିକି ମାନେ 2:30 ହେଇଗଲାଣି। ଯୋଉଦିନ ଆମର ଭୋଳା ଶଙ୍କର ମାନେ ଆମର ପାଣ୍ଡୁରାମ ସ୍ୱାମୀ ଘରେ ରହିବେ, ସେଇଦିନ ଖାଇବା ସବୁବେଳେ ଡେଟ୍। କିଛି କରିବେନି, ଶୋଇକି ରହିବେ, ପଡିକି ରହିବେ, ଖାଇବାକୁ ଡାକିଲେ ଏଟାକୁ ମୁଁ ଟିକେ ପାନ ଖାଇଦିଏ, ମୁଁ ଟିକେ ଏଇଟା କରେ, ମୁଁ ଟିକେ ସେଇଟା କରେ, ଏମିତି କରୁ କରୁ ଲେଟ୍ ହେଇଯିବ। ତ ଘରେ ରହିଲେ ସେମିତି ବିଶେଷ କିଛି ରୋଷେଇବାସ ବି ହୁଏନି, କାରଣ ମୁଁ ତାଙ୍କ ଉପରେ ଚିଲଉଥିବି, ସିଏ ଶୋଇଥିବେ, ମୁଁ ଚିଲଉଥିବି, ଏଇଭଳିଆ କରୁ କରୁ ରୋଷେଇ ଟାଇମ୍ ପୁରା ଫ୍ଲପ୍। ରୋଷେଇଟା ବି ଆମର ଫ୍ଲପ୍ ହେଇଯାଏ। ତ ଆଜି ଲଞ୍ଚରେ ବନେଇ ଦେଇଛି ଖିଚିଡି ଆଉ ଶାଗ ଭଜା ଆଉ ସାଲାଡ, ଆଉ ଏଇଟା ଆମ୍ବର ଖଟା ମିଠା ରାଜବାଲା ଖଟା, ତା ସହିତ ପୋଦିନାର ଚଟନି ଆଉ ପାମ୍ପଡ଼। ବେଶୀ କିଛି ବନେଇନି, ସିମ୍ପଲ ସି ତାମଝାମ କିଛି ନାହିଁ, ସିମ୍ପଲ ସି ରୋଷେଇ ଆଜି। ମୁଁ ଜାଣିଛି କିଛି ଜଣଙ୍କୁ ଏଇ ରୋଷେଇ ଭଲ ଲାଗେନି, ହେଲେ ଏମିତି କେବେ କେବେ ହାଲକା ଫିକା ବି ଖାଇବା ବି କଥା। ଆଜି ଇଚ୍ଛା ହେଲା ମୁଁ ଖିଚୁଡି ଖାଇବା ପାଇଁ, ମୁଁ ମାନେ କିଛି ତାମଝାମ ରୋଷେଇ କରିବାକୁ ଇଚ୍ଛା ହେଲାନି, କାହିଁକିନା ସେ ଯୋଉଦିନ ଘରେ ରହିବେ ମାନେ ମୋ ରୋଷେଇ ବାସ ସବୁ ଢିଲା, ସବୁ କିଛି ଇଏ। ଆଉ ବର୍ଷା ତ ଏଇଠି ପୁରା ଆରମ୍ଭ ହେଇଗଲାଣି। ଆମର କଣ 12ଟା 12:30 ନାଇଁ, ହଁ 12:30ରୁ ଆମର ଏଠି ବର୍ଷା ପୁରା ଷ୍ଟାର୍ଟ ହେଇଯାଇଛି। ଆପଣମାନେ ତ ଜାଣିଥିବେ ମୁଁ କୋଉଠି କହୁଛି, ଜଗତସିଂହପୁର ଡିଷ୍ଟ୍ରିକ୍ଟରୁ। ଜଗତସିଂହପୁରରେ ବର୍ଷା ଷ୍ଟାର୍ଟ ହେଇଯାଇଛି। ଆପଣମାନେ ମତେ କୋଉଠୁ ଦେଖୁଛନ୍ତି, ବର୍ଷା ହଉଛି କି ନାହିଁ? ଆଉ ବର୍ଷା ହବା ବି ଠିକ ହେଲା, ଭଲ ହେଲା, କାହିଁକିନା ଆମର ଭକ୍ତ ମାନେ କାଉଡି ଭାଇ ମାନେ ପାଣି ନେଇକି ଯିବେ। ଆରଥର ତ ଫାଷ୍ଟ ପାଳିରେ ବର୍ଷା ହେଇଥିଲା କି ମନେ ନାହିଁ, କିନ୍ତୁ ସେକେଣ୍ଡ ପାଳିର ବହୁତ ଜୋର ଖରା ହେଇଥିଲା, ପୋଡି ପାଡି ଯାଇଥିଲେ ସବୁ। କିନ୍ତୁ ଏଥର ଦେଖାଯାଉ, ଭାବୁଛି ବୋଧେ ଭଲ ହବ, ବର୍ଷା ହବ। ବର୍ଷାରେ ହଉ, ଭଲସେ ଭକ୍ତ ମାନେ ଯାଆନ୍ତୁ, ପାଣି ଢାଳନ୍ତୁ। ଆଉ କଣ କହିବି, ଆଉ ବେଶୀ କିଛି ଗପିବିନି, ବହୁତ ଜୋର ପେଟ ପୋଡିଲାଣି, ଖାଇବି ବି ଯାଉଛି। ଆପଣ ମାନେ ତ ଖାଇକି ନିଶ୍ଚିନ୍ତ ଭାବରେ ରେଷ୍ଟ ନଉଥିବେ, ଆମେ ବି ଛୁଆ ଖାଇସାରିଛେ, ଆମେ ଏବେ ମା ବାପା ଖାଇଦବୁ, ଛୁଆ ମା ବାପା ସମସ୍ତେ ସାଙ୍ଗ ହେଇକି ହେଇକି ଶୋଇପଡୁ। 4ଟାରେ ପୁରା ଉଠିକି ଯାହା କରିବା କଥା, ମୋ ଛୁଆ ଯିବ ଟ୍ୟୁସନ, ଆମେ ହଲ କରି ଧୂପ ଦବୁ ଆଉ। ଠିକ ଅଛି, ରହିଲି, ବାଏ। ଯୋଉମାନେ ମତେ ଭଲ ପାଉଛନ୍ତି ବହୁତ ସାରା, ଢେର ସାରା, ସେମାନଙ୍କୁ ମୋର ବି ବହୁତ ସାରା ଭଲ ପାଇବା। ଆଉ ଯୋଉମାନେ ମତେ ଖରାପ ପାଉଛନ୍ତି ତାଙ୍କୁ ବି ବହୁତ ସାରା ସ୍ନେହ ଆଦର। ତାଙ୍କ ଚଲା କଥା ଭଲ ହଉ, ତାଙ୍କ ପାଟିଟା ଟିକେ ଭଲ ହେଇଯାଉ।